ଆମେ ଆସିଥିଲୁ ଖରା ପାଗରେ ଦିନ 10ଟାରେ ତାଳ ପାଇଁ। ହାଙ୍କୁଳି ଧରିକି ଆମେ ଚାଲିଗଲୁ ତାଳ ଗଛ ପାଖକୁ। ଚାରିପଟ ଭିଉ ଦେଖି ଦିଅନ୍ତୁ। ତାପରେ ଆମ ବାରିପଟ ତାଳ ଗଛକୁ ଚାଲିଗଲୁ। ଯିଏ ଦା ନେଇକି ଆସିଲେ ତାଙ୍କର ଏବେ ଦେଖା ନାହିଁ। ଆମେ ସେ ଜାଗା ପାଖକୁ ଗଲା ବେଳକୁ 10-15 ମିନିଟ୍ ପରେ ଆସିଲେ। ତାଙ୍କୁ ବି ଦେଖି ନିଅନ୍ତୁ, ଏଇଠି ଦା ବାନ୍ଧୁଛନ୍ତି। ତାଙ୍କ ନାଁ ହେଲା ନିମେଇ, ଜାଣିଥିବେ ତ, ସଫଲ ପାନ ମସଲା ଆଉ। ଏବେ ତାଳ ତଳୁଛନ୍ତି। ସାଙ୍ଗେ ସାଙ୍ଗେ ତାଳ ତୋଳିଦେଲେ। ଆଉ ସାଙ୍ଗେ ସାଙ୍ଗେ ତାଳ ଗୋଟେଇ ଏହା ସାଇକି ଦେଖ। ସାଇକି ଦେଖ, ସାଙ୍ଗେ ସାଙ୍ଗେ ତାଳ ଗୋଟେଇ ଏମିତି ହଉଛି।